ଏବେ ଦେଖନ୍ତୁ ସି ଏବେ ଯାଉଛନ୍ତି ଏବେ ମେଡ଼ିକାଲ ଯିବେ ପୁରୀ ମେଡ଼ିକାଲ ଯିବେ ଯେଉଁଠି ଗୋଡ଼ ଅପରେସନ୍ ହେଇଥିଲେ ଜାଣିଥିବେ ଆପଣମାନେ ତାଙ୍କର ଗୋଡ଼ ଅପରେସନ୍ ହେଇଥିଲା ଭାଙ୍ଗି ଯାଇଥିଲା ରଡ଼ ଦିଆ ହେଇଥିଲା ଗୋଡ଼ରେ ଆଉ ଅପରେସନ୍ ହେଇଥିବାରୁ ଏବେ 2 ଦିନ ହେଲା ସେ ଟୋଟାଲି ମାନେ ଦର୍ଜ ହେଉଛି ତାପରେ ହେଉଛି ବସି ପାରୁନାହାନ୍ତି କି ମାନେ ଠିଆ ହେଇପାରୁନା ବସିଲେ ବି ମାନେ ଛିଡ଼ା ହେଇପାରୁନାହାନ୍ତି ହଁ ଚାଲି ବି ପାରୁନାହାନ୍ତି କାଲି ରାତିରେ ତ ଅଧିକ ହେଲେ ମାନେ ବସି ପଡ଼ିଛନ୍ତି କହିଲେ ମୁଁ ଆଉ ଉଠି ପାରୁନି ଆଉ ମୋ ଗୋଡ଼ ଗଲା ପୁଣି ଖରାପ ହେଇଗଲା ପୁଣି ଭାଙ୍ଗିଗଲା ଏମିତି ବି ହେଲେ ଏମିତି କହିବା ହେତୁ କାଲି ରାତିରେ ବି ଆମର ବି ଖାପେ ନାହିଁ ଆଉ ବହୁତ ବି ଦୁଃଖ ଲାଗିଲା ମନଟା ସେଥିଲାଗି ମୁଁ ଭାବିଲି ନାଇଁ ଯାହରି ମେଡ଼ିକାଲ ଯାଅ ଦେଖେଇକିରି ଆଉ ଟିକେ ସାର୍ଙ୍କୁ ଫଟୋ ଉଠେଇବା ପୁଣି ସେ ସାର୍ଙ୍କୁ କଲ୍ କରିଥିଲେ କଲ୍ କଲାକୁ କହିଲେ ଯେ ହଁ ଫଟୋ ଉଠେଇକି ଆଣିକି ଆସ ଏବେ ତ ଯାଉଛନ୍ତି ସେଇ ମେଡ଼ିକାଲ ଯାଉଛନ୍ତି ଆଉ ଫଟୋ ଉଠି ସାରିଲା ପରେ କ'ଣ ହେଇଛି କ'ଣ ନାହିଁ ଜଣାପଡ଼ିବ ଆଉ ଦେଖୁନି ଏଇ ଗୋଡ଼ ଯେଉଁ ଏଇ ଆଣ୍ଠୁଟା ଏଇ ଜାଗାଟା ମାନେ ଫୁଲିଛି ଜୋରରେ ଏଇଟା ଫୁଲିଛି ଫୁଲିଛି ବିନ୍ଧା ହେଉଛି ଏବେ ଚାଲି ବି ପାରୁନାହାନ୍ତି ଟିକେ ଛୋଟ ଛୋଟି ଚାଲୁଛନ୍ତି ଏଇ 2 ଦିନ ହେଲା ଟିକେ ଅଧିକ ହେଉଛି କ'ଣ ପାଇଁ ଯେଉଁ ଆଗୁଆ ସବୁ ଫଟୋ ଉଠିଥିଲା ହଁ ଏଇ ସବୁ ଆଗୁଆ ଫଟୋ ଉଠିଥିଲା ଆପଣମାନେ ଦେଖିପାରୁଥିବେ ମାନେ ବହୁତ ବି ମନ ବି ଦୁଃଖ ଲାଗୁଛି କାରଣ ତାଙ୍କର ଯଦି ଗୋଡ଼ ପୁଣି ଏମିତି ହେବ ଆମେ କେମିତି ଚଳିବୁ କ'ଣ କରିବୁ ଆମେ ସେଥିଲାଗି ବହୁତ ମାନେ ଚିନ୍ତା ଲାଗୁଛି ତାଙ୍କ ଦେହ ଫଟୋଟା ଆଣିବ ପୂର୍ବ ଫଟୋଟା ଆଣିବ ଗୋଟେ ଆଉ ତମ ଆଉ ସାନି ଫଟୋଟା ଗୋଟେ ଦେଖିବି ସେଇଟା ଏଇ ଫଟୋ ଆଉ ସେ ଫଟୋ ଭିତରେ ତଫାତ କ'ଣ ଅଛି ହଁ ଆଉ ସେଥିଲାଗି ମନଟା ଟିକେ ଭଲ ନାହିଁ ଆଉ ଏବେ ତ ଯାଉଛନ୍ତି ସେ ପୁରୀ ମେଡ଼ିକାଲ ଯିବେ ଫଟୋ ଉଠେଇକି ଆସିଲା ପରେ ଆପଣମାନଙ୍କୁ ଆମେ ଜଣାଇବୁ କ'ଣ ହେଇଛି କ'ଣ ନାହିଁ ସେ ଗୋଡ଼ ଟିକେ କ'ଣ ହେଇଥିବ ଫଟୋରେ ତ ଜଣାପଡ଼ିବ ନା ବିନ୍ଧା ହେଉଛି ଜୋର ନା ହଁ ଏରେ ଯିବ ଆରି ନା ହଁ ବାହାରିବି ସେ ଯାଉଛନ୍ତି ସେ ବି ନିଜେ ବି ଗାଡ଼ି ଚଲେଇକି ମାନେ ଏମିତି ଗୋଡ଼ ମାନେ ବିନ୍ଧା ହେଉଛି ମାନେ ସେ ବି ଚାଲିପାରିବେନି ନିଜେ ବି ଗାଡ଼ି ଚଲେଇ ପାରିବେନି ସେଥିଲାଗି ସେ ଜଣଙ୍କୁ କହିଛନ୍ତି ଆଉ ସିଏ ଗାଡ଼ି ଚଲେଇକି ନେଇକି ଯିବେ ଆସିଲେ ନେଇକି ଯିବେ ତାଙ୍କୁ ଆଉ ଏ ବାହାରିଲେ ମେଡ଼ିସିନ ପାଇଁକା ଆଉ ଯାଉଛନ୍ତି ମେଡ଼ିକାଲ ବାହାରିଲେ ଏବେ ମେଡ଼ିକାଲ ଆଉ ବୋଉ ଏଠି ବାଛୁରୀକୁ ଖୋଇବାକୁ ଦେଉଛନ୍ତି ବାଛୁରୀ ଏଠି ଖାଉଛି ତାର ସେ ମନକୁ ଭାଙ୍ଗିଦେଲେ ସେ ପିଇବ ଆସ୍ତେ ଆସ୍ତେ କାହିଁ ମନା ଗଲେ ମେଡ଼ିକାଲ ଗଲେ ବସିକରି ଯିବେ ଗଲେ ମେଡ଼ିକାଲ ଆଉ प्लेट फिटा टाइम ହେଇଗଲାଣି ପ୍ଲେଟ୍ ଫିଟିବା ଟାଇମ୍ ହେଲା ଯିବୁନି ଦେଖିବାକୁ ସାର୍ ଦେଖିଲେ ଏଇଟାକୁ ଉଠେଇ ଦେଇକି ଫଟୋଟା ଦେଖେଇ ଦେଇକି ଯିବୁ ପେନ୍ ହେଉଛି ତ ଆଚ୍ଛା ବର୍ଷେ ହେଇଗଲାଣି କାଲି ନା କିଛି କାଟୁନି ଦେଖୁଥିଲି ପୋଜିସନ୍ଟା କେମିତି ବୋଲେ ବସ ଶୁଣ ବସ ନା ବସ ବସ ନା ଶୁଣ ବସ ବସ ଆମେ ଏବେ ଆସିକି ପହଞ୍ଚିଥିଲୁ ଏକ୍ସରେ କରିକିରି ଏବେ ଯାଉଛୁ ମେଡ଼ିସିନ କିଣିବାକୁ ମେଡ଼ିକାଲ ଆଇଲ ରାତି 9ଟା ହେଲେ ଆସି ଗଲ ତ ଏଠି 4ଟା ହେଇନଥିଲା ଗଲାବେଳକୁ ଦିନ 4ଟା ହେଇଥିଲା ବାବା ଗଲେ ମନ ଭଲ ଲାଗିଲାନି ସାର୍ ଯାହା କହିଲେ ମନ ଭଲ ଲାଗିଲାନି ଭଲ ଲାଗିଲାନି ମୋତେ ଯେ ତମେ ଫୋନ୍ କରିକି କହିଲ ଫଟୋ ଭଲ ଲାଗିଲାନି ଆଜି ଫଟୋ ଉଠିଲା ଟିକେ ଗୋଟେ ଫଟୋ ଆଜି ଗୋଟେ ଫଟୋ ଉଠିଲା ଏଇ ଫଟୋ ଆଜି ଉଠିଲା କ'ଣ କହିଲେ ଫଟୋ ଉଠିଲା ଯେଉଁ
କରିକି ସବୁ ଠିକ୍ଠାକ୍ ଅଛି। ଏ ଆଣ୍ଠୁ ପାଖରେ ଯେଉଁ ଏୟାରଟା ରହୁଛି ଆଉ ଏପଟେ ଗୋଟେ ଏୟାର ଭଳିଆ ପଡ଼ିନି କି ସେ ଯେଉଁ ବିନ୍ଧା ଇଏ ହେଉଛି ଜିନିଷ ହେଉଛି ସେ କହିଲେ ନେଇକି ୟାକୁ MRI କରିବ। MRI ହେବ MRI ହେବ। MRI ହେଲେ ସେ ଜାଣିବେ ଯେ ଠିକ୍ ଠିକ୍ ଏଇଟା ଯେଉଁ ରଡ୍ ଯାଇଛି ତମେ ହେଲେ କଣ ଆଜି ହେଲେ କଣ ଯାଇଥାନ୍ତା ହେଲେ କି ପଇସା ତ ନଥିଲା ଆଉ ମାନେ ସେତିକି ମାନେ ବାବାଙ୍କର ହେଲା ବୋଲି ଦେଇଦେଲେ 1000-1500 ହଉନି ବୋଲି ତ ଯାଇପାରିଲିନି। କାଲି ସେମିତି ରାତିରେ ହେଲେ ବୋଲି କାଲି ଅଧିକ ହେଲେ ମାନେ ଏମିତି ଖାଇକିରି ଉଠି ପାରୁନାହାନ୍ତି। ତମେ ସମସ୍ତେ ଶୋଇଥିଲ ଏଇଠି ମା ଜାଣିଛନ୍ତି ହେଲା ମାନେ ବାବା ଉଠିକି ଯୋଉଟା ଶୁଣିದ್ರು ମୋ ଗୋଡ଼ ଭାଙ୍ଗିଗଲା ଆଉ ମୋ ଗୋଡ଼ ପୁରା ଇଏ ହେଇଗଲା ମାନେ ସେ ଜାଗାଟା ଭାଙ୍ଗି ଯାଉଛି ଏମିତି ହେଉଛି କଣ ଏମିତି ହେଉଛି ଯେ କାଲି ଏତେ ମନ ଦୁଃଖ ଯେ ମାନେ ଖାଇବା ପିଇବା ବି କାଲି ଅଛି ନାହିଁ। ମେଡ଼ିସିନ ଦେଇଛନ୍ତି 10 ଦିନ ପାଇଁ ଖାଇବା ପାଇଁ। ଏ ମେଡ଼ିସିନଟା ହଁ 10 ଦିନ କାହିଁ ଖାଇବେ ତ 10 ଦିନ ଖାଇବ। 10 ଦିନ ଖାଇଲା ପରେ କ'ଣ ଲାଗୁଛି ଆଉ କହିଲେ ଶୀଘ୍ର ଯାଇକି MRI କରିବ। ଆଗ MRI ହେବ MRI କଲେ 10-15 ଟଙ୍କା ଲାଗିବ। ଅଧିକ ପଇସା ଲାଗିବ। ସାର୍ କରିବେନି ମେଡ଼ିକାଲରେ କ'ଣ କହିଲୁ ଅଧିକ ପଇସା ଲାଗିବ ବୋଧେ ଆଉ। ଅଧିକ ଲାଗିବ ଏଇଟା ଟେଷ୍ଟ କଲେ କ'ଣ ରିପୋର୍ଟ ଜଣାପଡ଼ିବ ସେଇଟା ଅପରେସନ୍ ହେବ ସେଇଟା ସିରିଞ୍ଜରେ କଢ଼ା ହେବ। ସେ ପାଣି ଜମିଥିବ ଅଳ୍ପ ପାଣି ଅଛି କି ସେଇଟା ଗୋଟେ ପାଣି ଟାଇପ୍ର ଯଦି ପାଣି ଥିବ ଅଧିକ ସେଇଟା ଦେଲେ ଅପରେସନ୍ ହେଇକି କଢ଼ା ହେବ। ଏଇଟା କିଏ କରିବେ ସେଇ ସାର୍ ସେଇଠି ସେ କହିଲେ ଆଉ ତମେ ରିପୋର୍ଟଟା ଆଗ ଆଣ ରିପୋର୍ଟ ଆଣିଲା ପରେ ଠାକୁରଙ୍କ ମାନେ କିଛି ନ ହଉ ଯେମିତି ରିପୋର୍ଟ ଆଣିଲା ପରେ ହେବ। ଯେମିତି ହେଉଛି ବଜିରା ଭଳିଆ ଲାଗୁଛି ଯେଉଁ ବୋଲେ ଆଗ ଯାଇକି ତମେ ଏତେ ହଇରାଣ ହେଲଣି ଆମେ ଏବେ ମୋ ଦେହ ଖରାପ ହେଇଥିଲା ପୁଣି ଆସିକିରି ତାଙ୍କର ହେଇଛି ବାଛୁରୀଟାର କାଲି ହେଇଥିଲା କେମିତି ଦେଖିଲ ଗୋଟେ ଟିକି ବାଛୁରୀଟା ନାହିଁ ତାର କେମିତି ହେଇଛି ଏମିତି ହେଇଛି ମୋତେ ଶୁଣିକି ଆଉ ଭଲ ଲାଗୁନି ଟୋଟାଲି କିଛି ମୋତେ ଆଉ ଭଲ ଲାଗୁନି ଟୋଟାଲି କ'ଣ କରିବା ଆଉ ଭଗବାନ ଯୋଗକୁ ଭୟ ଆର ବର୍ଷ ସେମିତି ଯାଇକି ରହିଲେ ମେଡ଼ିକାଲରେ ମାନେ ବହୁତ ହଇରାଣ ପୁଣି ତ ଏବେ ତ ଆଉ ତ ବେପାର କରିପାରିବନି ନା ମାନେ ନଗଦରେ ମାନେ କେଉଁଠୁ ଏଇନା ଆଣିବ ଏଇନା ଏତେ ଟଙ୍କା ବି କେଉଁଠୁ ଆସିବ ମାନେ ବହୁତ ପଇସା ଲାଗିବ ଏଇନା କେମିତି ଆଣିବ କ'ଣ କରିବ ମୁଣ୍ଡ କାମ କରୁନି। ତମେ ଫୋନ୍ କଲାବେଳଠୁ ମୋ ମୁଣ୍ଡ ଖାଲି କ'ଣ ହେଉଛି ପୁଅ କହୁଛି ମମି କାହିଁ ମନ ଦୁଃଖ କରୁଛୁ ମୁଁ କହିଲି ନାହିଁ କିଛି ହେଇନି ମୁଁ ବସିଛି ମୁଁ କିଛି କହିଲିନି ତାଙ୍କୁ ତମେ ଯେଉଁ ଫୋନ୍ କଲ ତୁ ବିନ୍ଧା ହେଉଛି ଗୋଡ଼ ବିନ୍ଧା ମାନେ କାଲି ସେତିକି ହେଲେ ବୋଲି ମାନେ ଗଲେ ନହେଲେ ଟୋଟାଲି ଯାଇନଥାନ୍ତେ ବାବା ଟୋଟାଲି ଯାଇନଥାନ୍ତେ ଆଜି ମାନେ ନିଜେ ଘର ଚଳାଉଛନ୍ତି ସେ ଜାଣିଛନ୍ତି ସେ ପରିସ୍ଥିତିର ମାନେ ସେ ଜାଣିଛନ୍ତି ବୋଲି ସେ ଟୋଟାଲି ମାନେ ଦେଖୁଛନ୍ତି ମୁଁ ଗଲେ ମାନେ ଖର୍ଚ୍ଚ ହେଇଯିବ ପଇସା ଖର୍ଚ୍ଚ ହବ ବୋଲି ହେଇଛି ନିଜ ଦେହ ପାଇଁ ଆପଣ କରିବ ନା ନାହିଁ ଫିସ୍ ଦେଲେ ତାପରେ ଇଏ ହେଲା ଏକ୍ସରେ ହେଲା ମେଡ଼ିସିନ ଦେଲେ ସେଇ ପଇସା ଏମିତି ଗଲା ନା 1500 ନାହିଁ ଟଙ୍କା ଖର୍ଚ୍ଚ। କୋଉଠୁ ଆସିବ ଏତେ ପଇସା ପୁଣି କେମିତି MRI ହବ ଆପଣମାନେ ତ ଜାଣିଲେ ବାବାଙ୍କର ବିଷୟରେ ଆଉ ଆଗକୁ ବି ବାବାଙ୍କର ପୁଣି ଥରେ ଅପରେସନ୍ ହେବ MRI ହେବ ଆଉ ପୁଣି ଥରେ ଗୋଡ଼ ଅପରେସନ୍ ହେବ ଆଉ ଆପଣମାନଙ୍କ ମନରେ ଯଦି ଟିକେ ଦୟା ଅଛି ତାହେଲେ ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲନ୍ତୁନି ଆଉ ଏଇ ଭିଡ଼ିଓଟି ବହୁତ ସେୟାର କରନ୍ତୁ। ନମସ୍କାର ଆଜି ପାଇଁ ମୁଁ ରହୁଛି ନମସ୍କାର ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।